ରକି ଆଇ ହଁ କହୁନୁ କଣ କଣ ଏବେ ସକାଳୁ କିଛି କୁଆଡୁ ହେଲାନି କଣ କରିବା କହିଲୁ? କଣ ତୋର କିଛି ହେଇନି କାଲି? କାଲି ହଁ କାଲି ବା ଗୋଟାଇ ହେଲା ସେ ଷ୍ଟକ୍ ୟାର୍ଡରେ ନେଇ ଗୋଟା ପକେଇଦେଲି। ହଁ ଆଉ ଗୋଟେ କାର ବାଲା ଭେଟ ପଇଲା ଯେ ସେ ହେଇଥାନ୍ତା କିଛି ପଇସା ହେଇଥାନ୍ତା। ହଁ ଗୋଡେଇଲୁନୁ ବେ? ଏବେ ଗୋଡେଇଲି ବୋଲି ଆମେ 7-8 କିଲୋମିଟର ବାଟ ଗୋଡେଇଲି। ମୋର ବାଇକ ସିଏ କାରରେ ଆଉଛି ଯେମିତି ଗୁଳି ଭଳିଆ ଗଲା ମୋ ଆଗି ଆଗରେ। ମୁଁ କଣ କରିବି? ମତେ ସିନା ଫୋନ କରି ଫସ୍କିନି ଡାକ୍ତର ମୁଁ ଆଗରେ ଘେରି ଦେଇଥାନ୍ତି ଫସ୍କିନି। ଆଉ ତମର ବଜାରରେ ଆଉ ତମର କାଲି କିଛି ହେଇନି? କାଲି କଣ ଟଙ୍କା 2200 ଜମା ହେଲା। ଗୋଟାଏ ବାଇକ ଗଲା ଧରିଥିଲି ତା ପଛରେ ଆଉ ଗୋଟେ ଇଏ ବାଲା ବାଇକ ଗଲା ଥିଲା ସିଏ ବି ପଟି ମାରିଥିଲା ଗାଁ ଭିତରେ ଗଳି ପଳେଇଲା ପଟି ମାରିଥିଲା ମତେ ଫଟକିନି ପଳେଇଲା ମୁଁ ଜାଣିପାରିଲିନି। ଆଜି କଣ କିଛି କଣ ଗାଡି କେବେ କିଛି ଆସିବନି। କଣ କରିବା ମୁଁ ସକାଳୁ ଦେଖୁନୁ ଚା ପାନ ଖାଇବାକୁ ପଇସା ନାହିଁ। ଆଜି କି ବାରବେ? ଆଜି ବା ଶନିବାର। ଆଜି କଣ ଛୁଟି ଫୁଟି ବାର ଅଛି କି? ଆଜି ଫୋର୍ସ ଡେ। ତୁ ସେ କଥା କହୁନୁ ତୁ ଆଉ ଏତେ କଥା ଆମେ ଏଠି ଏତେ ଭାବିଲେ କଣ ହବ? ଚା ପଇସା ଉଠୁନି ମୁଁ କା ମୋ ଚାହିଁକି ଆଇଥିଲେ କେଜାଣି ଆଜି କରିବା କଣ? କଣ କରିବା ଆଉ? ଦେଖିଲୁ ସେ ଗାଡିଟା କଣ ଗୋଟେ ଆଉଛି ଦେଖିଲୁ। ଏଇ ଦେଖିଲେ ସେ ଲିଷ୍ଟରେ ଦେଖିଲେ ମତେ କାଇଁ ଡାଉଟ ହଉଛି ସେ ନମ୍ବରଟା। ହଁ ଏଇ ଗାଡି ହଁ ଏଇ ଗାଡି ଏଇ ଗାଡି ହଁ ଆକ୍ଟିଭାଟା ଅଛି ବା। ହଁ ତ କଳା କଲର ଆକ୍ଟିଭା ଆଉ। ହଁ 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 ଏଇ ର ବୁଲା 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 ଗାଡି ବୁଲା 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 ଚାଲିବ ବୁଲା ବୁଲା ଶୀଘ୍ର ବୁଲା। ରୁହ ଭାଇ ଆମେ 2 ଜଣ ଅଛୁ ବା ଆଉ କଣ ଆଉ ଲିଫ୍ଟ ଦେଇହବ କଣ? ଆରେ ରୁହ ଇଏ କଣ ଗୁଣାବେ ତୁ ଗାଡି ଗୋଡା ରାଜପତି ଭଳିଆ କଣ ଠିଆ ହେଇଛି କରୁ ଦେ ଚାବି କଣ ନେଇଗଲ? ତୁ କରୁ ଦେ ତୁ ଆগে ସାଇଡ ହେଲି କରୁ ଭାଇ ଏଇଟା ଗୋଟା କଣ ଏଇଟା ଗୋଟା ଗୋଟେ ରାସ୍ତାଟା ତମେ ଜାଣିପାରୁନ? ରାସ୍ତା ମଝିରେ ଅଟକେଇ ଦଉଛ। ରାସ୍ତା ସେ ପିଲା ଦିଟାଙ୍କର କଣ ଅବସ୍ଥା ହେଲା ଦେଖିଲ? ରାସ୍ତା ମଝିରେ କଣ ଫାଇନାନ୍ସ ବାଲା ହେଲେ ବୋଲି ମାନେ ତମେ ଆମକୁ ଡରଉଛ? ନା ଭାଇ କଣ ମାର ନମାର କଣ ହଉଛ? ତମର 3ଟା କିସ୍ତି ଦେଇନି। 3ଟା କିସ୍ତି ଆମ ଗାଡି ନେଟ କ୍ୟାସରେ କିଣା ହେଇଛି। ତମ 3ଟା କିସ୍ତି ବାକି ରହିଲା। କଣ ଦେଖଉଛ? ଆମେ ନିଜେ ଗାଡି ଚଲଉଛୁ ଆମେ ଜାଣିନୁ। ତମେ କଣ ପୋଲିସ ନା ଆରଟିଓ ନା ଏମବିଆଇ? କଣ ନମ୍ବରଟା ସେଇଆ ମୋ ତମେ କଣ ଆରଟିଓ ନମ୍ବରଟା କଣ ସେଇଆ? କଣ ଏତେ କଥା ଗପ ନା ତୋ ଘର କୋଉଠି? ଘର କଟକ ନୂଆ ବଜାର। ଆମ ଘର କୋଉଠି? ଆମେ କଣ ତମକୁ କହିଫ ଦବୁ? କାଇଁ ଗପୁଛୁ ଠିଆ ଘରେ? ଭାଇ ଦେଖିଲ ଦେଖ କୋଉଠି ତମ ଲିଷ୍ଟ ଦେଖିଲ? ତମ ଲିଷ୍ଟ ଦେଖିଲ କୋଉଠି ଆମର 3ଟା କିସ୍ତି ବାକି ରହିଛି? ଦେଖିଲୁ ଆବେ 49 ବେ ଭାଇ ଭୁଲ ହେଇଛି 49 ଭୁଲ ହେଇଯାଇଛି। ଭାଇ ତମର ଗୋଟେ ସାଧାରଣ ଜ୍ଞାନ ରହିବା ଦରକାର। ଯଦି ଫାଇନାନ୍ସ ବଲା ଆପଣ କହୁଛନ୍ତି ତ? ଯଦି ଫାଇନାନ୍ସ ଆମେ ବି ମନେକର ଫାଇନାନ୍ସ ରୁ ଆମେ ନେଲୁ ଗାଡି, ଯଦି ଆମର କିସ୍ତିଟା ବାକି ଅଛି, ଆମେ ତ ଚୋର ନୁହେଁ। ଆମେ ଯେତେବେଳେ ତମ ପାଖରୁ ଗାଡି ଆଣିଛୁ ଆମ ସବୁ ଯାକ କାଗଜ ପତ୍ର ଘର ଆଡ୍ରେସ ସବୁ ତମ ପାଖରେ ଦେଇଛୁ ନା ଦେଇନୁ? ଦେଇଛ ତ ତମେ ଆମ ଘରକୁ ଯାଇ ପାରିଥାନ୍ତ ଯଦି ଆମର କିସ୍ତିରେ ଡିଫଲ୍ଟର ରହିଲା। ତାପରେ ରାସ୍ତାଘାଟରେ ଏନ୍ଏଚ୍ ଉପରେ ତମେ ଅଟକଉଥିଲ, ଏବେ ଆସି ଗାଁ ଗହଳିରେ ଆସିକି ଲୋକମାନଙ୍କୁ କେମିତି ହଇରାଣ କରୁଛ? ତମେ ଚିନ୍ତା କର, ତମେ ଆମ ଗାଡି ଆଗରେ ଗାଡି ପୁରେଇ ଦେଲ, 2ଟା ଛୁଆଙ୍କ ଭିତରେ ଗାଡି ଚଢି ଯାଇଥାନ୍ତା। ଆରେ ଭାଇ ଭୁଲ ମାଗୁଛି ଚଢି ଛୁଆଙ୍କର ଜୀବନ ଯାଇଥାନ୍ତା। ଭୁଲ କଣ ମାଗୁଛ? ବେକାରିଆ ଲୋକ ଭାଇ କଣ ଭାଇ ଜମା ଏମିତି ଖରାପ ବ୍ୟବହାର କର। କିଛି କରିପାରିବୁନି। ଶୁଣ ଆମେ କଣ କରିପାରିବୁ ନ କରିପାରିବୁ ତମେ ସେ ବିଷୟରେ କିଛି ଜାଣିପାରିବନି। ତମେ ଭାବୁଛ କି ଆମେ ଥାନାରେ ଏଫଆଇଆର ଯାଇ ନବୁ? କାଲି ତମ ନାଁରେ କୋର୍ଟରେ ଯାଇ କେସ୍ ଗାଡିର ଫଟୋ ଆମେ ଠିଆ ହେଇଛୁ ଉଠା। କଣ ହେଲା ଉଠେଇ କଣ କରିବୁ କଣ? ରଙ୍ଗ ଦେଖିଲା ବସି ହେଲା ଉଠେଇଲି ତ ଛାଡେ ଚାଲ ଭୁଲ ହେଇଯିବ ଚଢି କଥା ତ କରୁଛୁ। ତମେ ଭୁଲ କରିବ, ତମେ ଏମିତି ରାସ୍ତା ମଝିରେ ଆସି ହଇରାଣ କରିବ। ଆମେ ବାଡେଇ ଆମକୁ ଡରଉଛି କେତେ ମାନେ ଇଆଡୁ ସିଆଡୁ ସବୁ ଲୋକ ପାଣି ପାଇଲେଣି, ଇଏ ଆମକୁ ରଙ୍ଗ ଦେଖଉଛି। ବସୁନୁ ତାକୁ ଡରି ଯାଉଛି ମଦ ଫଦ ପିଇଲେନି ହଉଛନ୍ତି ମଦୁଆ ରହିଥା ବାପା, କାଲିକି ବାମ୍ଫ ବାହାରିବ। ଜୟ ଜଗନ୍ନାଥ, ନମସ୍କାର।
ଭାଇ ମାନେ ଆଜି ଆମର ଏଇ ଯୋଉ ଭିଡିଓଟି ବନା ହେଇଛି କାହାକୁ ଆକ୍ଷେପ କରି ଏ ଭିଡିଓଟି ବନା ହେଇନି, କେବଳ ଜନସଚେତନତା ପାଇଁ ଏ ଭିଡିଓଟି ଆଜି ଆମେ ବନେଇଛୁ। ଆଜିର ଏଇ ଭିଡିଓରେ ଆମେ ଗୋଟିଏ କଥା ସମସ୍ତଙ୍କୁ ମେସେଜ ଦଉଛୁ କି ଯୋଉ ଭାଇମାନେ ଏଇ କାର୍ଯ୍ୟରେ ଲିପ୍ତ ରହୁଛନ୍ତି କି ସେଇଭଳି ସଂସ୍ଥାରେ ସେମାନେ ଚାକିରି କରିଛନ୍ତି, ତାଙ୍କ କାମ ତ ସିଏ କରୁଛନ୍ତି, କିନ୍ତୁ ଭାଇମାନେ ଗୋଟିଏ କଥା ମନେ ରଖନ୍ତୁ, ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ସଂସ୍ଥାରୁ ଲୋନ୍ ନଉଛି, ଗାଡ଼ିଟେ କିଣୁଛି କିମ୍ବା କୌଣସି ଦ୍ରବ୍ୟ କ୍ରୟ କରୁଛି, ତା ପୂର୍ବରୁ ସେ ତମକୁ ସମସ୍ତ ପ୍ରମାଣପତ୍ର ଦଉଛି, ତାର ଆଧାର କାର୍ଡ ଦଉଛି, ତାର ଟେଲିଫୋନ ନମ୍ବର ଦଉଛି, ତାର ପଟା ଦଉଛି, ତାର ସବୁ କିଛି ସେ ତମକୁ ଦଉଛି। ଯଦି ସେ 5ଟା କିସ୍ତି ଦେଇଛି କି 10ଟା କିସ୍ତି ଦେଇଛି, ତାପରେ 2ଟା କିସ୍ତି ଦେଇପାରିନି, ତା ଅର୍ଥ ନୁହେଁ ଯେ ଆମେ ତାକୁ ଏମିତି ରାସ୍ତାଘାଟରେ ତାର ଗାଡ଼ି ଅଟକେଇ ଦବା, ତାଙ୍କୁ ଚାବି ଛଡ଼େଇ ନେଇଯିବା, ତାଙ୍କୁ ମିସବିହେଭ୍ କରିବା, ଏଇସବୁ ଜିନିଷ କରିବାଟା ଆମ ମତରେ ଉଚିତ ନୁହେଁ। ନା କଣ କହୁଛନ୍ତି ପିଲାମାନେ? କାଳେ କିଏ ମେଡିକାଲ କେସ ରେ କାହାର ବାପା ପଡୁଥିବ କି କୋଉ ପରିସ୍ଥିତି ଯାଉଥିବ। ଆଜି ଭିଡିଓରେ ଆପଣମାନେ ଦେଖିଥିବେ ସିଏ ଆମ ଗାଡି ଉପରେ ପଳେଇ, ଛୋଟ ଛୁଆ 2ଟା ପଡିଗଲେ। ଆଜି ଆମ ପାଇଁ ପଇସା ଯେତିକି ମୂଲ୍ୟବାନ, ଏଇଭଳି ମୂଲ୍ୟବାନ ଜୀବନ ବି ଆମ ପାଇଁ ସେତିକି ମୂଲ୍ୟବାନ। ତାପରେ ଆଉ ଗୋଟେ କଥା, ଆମେ ଯଦି କୋଉ କାର ପଛଆଡେ ନେଇ ବାଡେଇ ଦେଇଥାନ୍ତେ, ଟ୍ରକ ପଛଆଡେ ତରତରରେ ବାଡେଇ ଦେଇଥାନ୍ତେ। ତେଣୁକରି ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ଯୋଉମାନେ ବି ଫାଇନାନ୍ସ ରେ ଗାଡି କିଣିଛନ୍ତି କି ଫାଇନାନ୍ସ ଗୋଟା 2ଟା ଯଦି ଆପଣଙ୍କୁ କିଏ ଅଟକଉଛି, ଏମିତି ଭାଇ ମାନେ ଯଦି କିଏ ଅଟକଉଛନ୍ତି, ଆପଣ ରହିଯାନ୍ତୁ, ହଡବଡି ହବାର କିଛି ନାହିଁ। ସେ କଣ ଗାଡି ନେଇକି ନେଇକା ଷ୍ଟକ୍ ୟାର୍ଡରେ ନେଇକି ପୁରେଇବେ, ଆଉ କଣ କରିବେ? ଗାଡି ସେ ନେଇପାରିବେନି। ମନେ ରଖନ୍ତୁ, ଆଇନ ସମସ୍ତଙ୍କ ପାଇଁକା ସମାନ। ଆଇନ ଯିଏ ଦଉଛି ତା ପାଇଁ ଯେତିକି ଅଛି, ଆମେ ଯୋଉମାନେ ନଉଛନ୍ତି ବି ଲୋନ ସେମାନଙ୍କ ପାଇଁ ବି ଆଇନ ଅଛି। ତେଣୁ କିଛି କାହାକୁ ଡରିବାର ନାହିଁ କି କିଛି ବ୍ୟତିବ୍ୟସ୍ତ ହବାର ନାହିଁ। ଆଉ ସେଇ ଭାଇମାନଙ୍କୁ ଏତିକି ଅନୁରୋଧ, ଭାଇମାନେ ଆପଣମାନେ ଥରେ ଦିଥର ତାଙ୍କ ଘର ଦୁଆର ମୁହଁକୁ ଯାଆନ୍ତୁ, ତାଙ୍କର ସମସ୍ୟା ବୁଝନ୍ତୁ, ତାପରେ ଆପଣ କିଛି ପଦକ୍ଷେପ ନିଅନ୍ତୁ। ତାର ଆଇନ ଅଛି ଆଦାୟ କରିବାର। ଜଣେ ଧର ସମ୍ବଲପୁର କିଏ ଆଇଛି, ତମେ ତା ଗାଡିଟାକୁ ଏଠି ଛଡେଇବ, ସେ କେମିତି ଯିବ ତା ଗାଡିଟାକୁ ସେଠି ପୁରେଇ ଦବ? ତାର କିଛି ଗୋଟେ ଅଲଗା ବାଟ କର। ଏମିତି ଅଲଗା ବାଟ କରିକି କର। ଲୋକଙ୍କୁ ମାନେ ଲୋକ କାନ୍ଦି ପକାନ୍ତି ବହୁତ ଜାଗାରେ। ହଁ, ଏମିତି କେବେ ମିସବିହେଭ୍ କରନ୍ତୁନି ଦୟାକରି।